ମହାନତା ଦେଖେଇଲେ ଇଞ୍ଜିନିୟର ଛାତ୍ର ମହେଶ୍ୱର। ତାଙ୍କୁ ଶତ ଶତ ଧନ୍ୟବାଦ। ଦିବ୍ୟାଙ୍ଗ ଯୁବତୀଙ୍କୁ ବିବାହ କରି ହେଲେ ସେ ଚର୍ଚ୍ଚାରେ। ଜଣେ ମୂକ ବଧିର ଦିବ୍ୟାଙ୍ଗ ଯୁବତୀଙ୍କ ସହ ବିବାହ ବନ୍ଧନରେ ବାନ୍ଧି ହୋଇ ଉଦାହରଣ ସୃଷ୍ଟି କଲେ ଇଞ୍ଜିନିୟର ଛାତ୍ର ମହେଶ୍ୱର। ସୂଚନା ମୁତାବକ ବାହାନଗା ବ୍ଲକ କସବା ଜୟପୁର ଗ୍ରାମର ବୁଧିଆ ମଳିକଙ୍କ ପୁଅ ମହେଶ୍ୱର 21 କୋଚିଆକୋଇଲି ଗ୍ରାମରେ ଥିବା ସମ୍ପର୍କୀୟଙ୍କ ଘରକୁ ଯିବା ଆସିବା ଭିତରେ ଉକ୍ତ ଗ୍ରାମର ବାବୁ ମଳିକଙ୍କ ଝିଅ ରୁକ୍ମଣୀ ସହିତ ଗଢ଼ି ଉଠିଥିଲା ପ୍ରେମ ସମ୍ପର୍କ। ରୁକ୍ମଣୀ ଜନ୍ମରୁ ମୂକ। ରୁକ୍ମଣୀ ବାକ୍ଶକ୍ତି ହରାଇଥିବା ଜାଣି ସୁଦ୍ଧା ମହେଶ୍ୱର ତାଙ୍କୁ ଜୀବନ ସାଥୀ ରୂପେ ବାଛି ସାରିଥିଲେ। ରୁକ୍ମଣୀ କଥା କହିପାରୁନଥିବାରୁ ଉଭୟ ଠରାଠରିରେ ପ୍ରେମର ଭାଷାକୁ ଆଦାନ ପ୍ରଦାନ କରିଥିଲେ। ସତରେ ପ୍ରେମ କ'ଣ ଭାଷା ବୁଝେ? ପରେ ଦୁହେଁ ବିବାହ କରିବାକୁ ନିଷ୍ପତ୍ତି ନେଇଥିଲେ। ରୁକ୍ମଣୀ ଦିବ୍ୟାଙ୍ଗ ହୋଇଥିବାରୁ ମହେଶ୍ୱରଙ୍କ ପରିବାର ପ୍ରଥମେ ଦୁହିଁଙ୍କ ବିବାହ ନିଷ୍ପତ୍ତିକୁ ସମ୍ମତି ଦେଇନଥିଲେ। ହେଲେ ପ୍ରେମୀ ଯୁଗଳଙ୍କ କାଳଜୟୀ ପ୍ରେମ ଆଗରେ ହାର ମାନିଲା ଦୁଇ ପରିବାର। ଦୁଇ ପ୍ରେମୀକୁ ବିବାହ ପାଇଁ ସମ୍ମତି ପ୍ରଦାନ କଲେ। ରବିବାର ଦିନ ପ୍ରେମୀ ଯୁଗଳ ପଥରପେଣ୍ଠ ସ୍ଥିତ ଲକ୍ଷ୍ମୀନାରାୟଣ ମନ୍ଦିରରେ କରିଛନ୍ତି ବିବାହ। ଉଭୟ ପରିବାରର ବରବଧୂଙ୍କୁ ଆଶୀର୍ବାଦ କରିଥିଲେ। ଉକ୍ତ ଘଟଣା ସ୍ଥାନୀୟ ଅଞ୍ଚଳରେ ନୁହେଁ ସାରା ଓଡ଼ିଶାରେ ଏବେ ଚର୍ଚ୍ଚାର ବିଷୟ ପାଲଟିଛି। ମହେଶ୍ୱରଙ୍କ ମହାନତାକୁ ସାଧାରଣରେ ଖୁବ୍ ପ୍ରଶଂସା କରାଯାଉଛି। ବାହାନଗାରୁ ଶିଶିର ରୟଙ୍କ ରିପୋର୍ଟ, ଜନତା ଏକ୍ସପ୍ରେସ।